ଶୁଭ ସକାଳ ପିଲାମାନେ। ଆମେ ଆମ ଚାରିପାଖର ଆକୃତି ସମ୍ପର୍କରେ ଜାଣିଲେ। ବହୁତ କଥା ଜାଣିଲେ ଆମେ। ଆଜି ଆମେ କଣ କରିବା? ତାର କାର୍ଡ ଖେଳ। ଏଇଟା ହଉଛି ଆମର ଭାଗ 14। କାର୍ଡକୁ ନେଇକି ଆମେ ବିଭିନ୍ନ ଖେଳ ପ୍ରସ୍ତୁତ କରିବା ଏବଂ ଶ୍ରେଣୀରେ ଖେଳିବା। ଆଚ୍ଛା, ତୁମେ ଯୋଉ ଆକୃତିରେ ଦେଖୁଛ, ଏଥିରେ ଆଉ କଣ କଣ ଆକୃତି ଦେଖୁଛ? ସିମରାନ କହିବ। ହଁ, ହଁ ବିନ୍ଦୁ ତ ରହିଲା ଛାଡ। ଆଉ କଣ ରହିଛି? ହଁ, କିଛି ବୃତ୍ତାକାର। ବୃତ୍ତାକାର, ହଁ ବୃତ୍ତାକାର ରହିଛି। ଆଉ କିଛି ରେଖା। ହଁ, ରେଖା ବି ରହିଛି। ଆରେ ବା। ଆଉ କଣ ରହିଛି? ବକ୍ରରେଖା। ହଁ, ବକ୍ରରେଖା ରହିଛି। ଆଉ କଣ ରହିଛି? ହଁ, ଅଣ୍ଡାକୃତି। ହଁ, ହଁ ଗୁଡାଏ ରହିଛି ଅଣ୍ଡାକୃତି। ଆଉ ବୃତ୍ତ ଆକାରର। ତାହେଲେ ଗୋଟିଏ ରଙ୍ଗୋଲି କରିବା ପାଇଁ କେତେ ଆକୃତି ଆମେ ବ୍ୟବହାର କରୁଛୁ, ନୁହଁ? ଏସବୁ ତ ଆମ ଗଣିତ ପାଠର। ଆମ ଗଣିତ ପାଠରେ ବିଭିନ୍ନ ଆକୃତି ସମ୍ପର୍କ ଜାଣିଛନ୍ତି। ଯେଉଁଗୁଡା ଜାଣିଥିଲେ ସେଗୁଡାକ ହିଁ ଏଠି ଅଛି, ହେଲା। ଆଚ୍ଛା, ବକ୍ରରେଖା ଥାଇ କେତୋଟି ଆକୃତି ଅଛି? ହଁ, ବହୁତ ବଢିଆ। ଆଚ୍ଛା, ଆଚ୍ଛା। ତାହେଲେ ବକ୍ରରେଖା ଥାଇ ଅଛି ଆକୃତି। ପୁଣି କଣ? ସରଳରେଖା ଥାଇ ମଧ୍ୟ ଆକୃତି ଆମର ରହିଛି। ଆରେ ବା, ବହୁତ ବଢିଆ। ତାହେଲେ ଏଇ ଯୋଉ ଏଟା କାହାର ଚିତ୍ର ଭଳିଆ ଲାଗୁଛି? କାହାର ନକ୍ସା? ମଣିଷ ଭଳିଆ ଅଛି। ବହୁତ ବଢିଆ। ମୁଣ୍ଡ ଟା ବଡ ହେଲା ନା କଣ ଅଛି? ହଁ, ଭଲ ଅଛି। ତାହେଲେ ଏଠି ଆମେ ବୃତ୍ତ ବ୍ୟବହାର କଲେ। ଆଉ କଣ ବ୍ୟବହାର କଲେ? ତ୍ରିଭୁଜ, ଆୟତ ଚିତ୍ର। ବଢିଆ। ତାହେଲେ ଆମେ ବିଭିନ୍ନ କଟା ଆକୃତି ନେଇ ଆମେ ନକ୍ସା ତିଆରି କରିପାରିବା। ଏ ଆକୃତିଟି କାହାର ବୋଲି ଅନୁମାନ କରୁଛ? ରକେଟ ଭଳିଆ ଅଛି। ହଁ, ତାହେଲେ ଆମେ ବିଭିନ୍ନ ଆକୃତି ବ୍ୟବହାର କରି ଆମେ ଖେଳିବା ପାଇଁ ବିଭିନ୍ନ ଖେଳନା ବି ତିଆରି କରିପାରିବା। କରିପାରିବାନି? ସେ ଆଗରୁ ଯୋଉ ଚିତ୍ର ହେଇଥିଲା ଆମର କଣଟା ହେଇଥିଲା? ଗୋଟେ ମଣିଷର ଚିତ୍ର ହେଇଥିଲା। ଇଏ ଗୋଟେ ରକେଟର ଚିତ୍ର ହେଲା। ଶଗଡ଼ ଚିତ୍ର କରିପାରିବା, ବସ୍ କରିପାରିବା, ନୁହଁ କି? ତାହେଲେ ଆମେ ଯାହା ଯାହା ପ୍ରକୃତିରେ ଦେଖୁଛୁ ସେଇ ପ୍ରକାର ନକ୍ସା ଆମେ କରିପାରିବା। ହେଇପାରିବ? ଗୋଟେ ସୁନ୍ଦର ଦୃଶ୍ୟ ବି ଗୋଟେ କରିପାରିବା ଆମେ। ହବ? ବହୁତ ବଢିଆ, ଭେରି ଗୁଡ। ତାହେଲେ ଏଇ ଯୋଉ ଏଟା କାହାର ଚିତ୍ର ଭଳିଆ ଲାଗୁଛି? କାହାର ନକ୍ସା? ମଣିଷ ଭଳିଆ ଅଛି। ବହୁତ ବଢିଆ। ମୁଣ୍ଡ ଟା ବଡ ହେଲା ନା କଣ ଅଛି? ହଁ, ଭଲ ଅଛି। ତାହେଲେ ଏଠି ଆମେ ବୃତ୍ତ ବ୍ୟବହାର କଲେ। ଆଉ କଣ ବ୍ୟବହାର କଲେ? ତ୍ରିଭୁଜ, ଆୟତ ଚିତ୍ର। ବଢିଆ। ତାହେଲେ ଆମେ ବିଭିନ୍ନ କଟା ଆକୃତି ନେଇ ଆମେ ନକ୍ସା ତିଆରି କରିପାରିବା। ଏ ଆକୃତିଟି କାହାର ବୋଲି ଅନୁମାନ କରୁଛ? ରକେଟ ଭଳିଆ ଅଛି। ହଁ, ତାହେଲେ ଆମେ ବିଭିନ୍ନ ଆକୃତି ବ୍ୟବହାର କରି ଆମେ ଖେଳିବା ପାଇଁ ବିଭିନ୍ନ ଖେଳନା ବି ତିଆରି କରିପାରିବା। କରିପାରିବାନି? ସେ ଆଗରୁ ଯୋଉ ଚିତ୍ର ହେଇଥିଲା ଆମର କଣଟା ହେଇଥିଲା? ଗୋଟେ ମଣିଷର ଚିତ୍ର ହେଇଥିଲା। ଇଏ ଗୋଟେ ରକେଟର ଚିତ୍ର ହେଲା। ଶଗଡ଼ ଚିତ୍ର କରିପାରିବା, ବସ୍ କରିପାରିବା, ନୁହଁ କି? ତାହେଲେ ଆମେ ଯାହା ଯାହା ପ୍ରକୃତିରେ ଦେଖୁଛୁ ସେଇ ପ୍ରକାର ନକ୍ସା ଆମେ କରିପାରିବା। ହେଇପାରିବ? ଗୋଟେ ସୁନ୍ଦର ଦୃଶ୍ୟ ବି ଗୋଟେ କରିପାରିବା ଆମେ। ହବ? ବହୁତ ବଢିଆ, ଭେରି ଗୁଡ। ତାହେଲେ ଆମେ ଦ୍ୱିମାତ୍ରିକ ଆକୃତି କାର୍ଡ ନେଇ ବିଭିନ୍ନ ଆକୃତି କି ତିଆରି କରିବା। ଏ ଭିତରେ ଆମ ପାଖରେ ଅଛି ଗୋଟେ ବର୍ଗ ଚିତ୍ରର କାର୍ଡ ଅଛି, ଅଣ୍ଡାକୃତି କାର୍ଡ, ଆଉ କଣ ଅଛି? ଗୋଟେ ବୃତ୍ତକୁ 4 ଖଣ୍ଡ କରାଯାଇଛି। ସେଥିରୁ ଗୋଟେ ଚଉଠ ଖଣ୍ଡ ନିଆଯାଇଛି। ସେ ବି ଗୋଟେ ଅଛି। ଗୋଟେ ବୃତ୍ତର ଅଧା ନିଆଯାଇଛି। ସିଏ ବି ଗୋଟେ ଖଣ୍ଡ ରହିଛି ଆମ ପାଖରେ। ତାହେଲେ ବର୍ତ୍ତମାନ ଦେଖା ଯାଉଛି ଦଳ ନମ୍ବର 1, ଦଳ ନମ୍ବର 2 ଓ ଦଳ ନମ୍ବର 3 ଯେମିତି ସଜା ହେଇଛି ତାକୁ ଆମେ ଏଠି ଆମେ ଚିତ୍ରରେ ଦେଖିପାରିଲେ। ଠିକ ହେଲା?
ତାହେଲେ ମୋର ପ୍ରଶ୍ନ ଦଳ ନମ୍ବର 1 ରାହୁଲ ଦଳ। ତୁମେ ଏ ଆକୃତିକୁ ଏମିତି କାହିଁ ସଜାଇଲ? ହଁ, ଟିକେ ଚିନ୍ତା କରି କହିବ। ଆଚ୍ଛା ଆଚ୍ଛା। ଓହୋ, ତାହେଲେ ତୁମେ ବାଛିଛ ସବୁ ସିଧା ରେଖା ଓ ସରଳ ରେଖା ଯୋଉଟା ଅଛି ସେଇ ବସ୍ତୁ ଗୁଡା ନେଇକି ତମେ ସଜାଇଛ। ତା ଅର୍ଥ ବର୍ଗଚିତ୍ର ଆଉ ତ୍ରିଭୁଜ। ଓ, ତାହେଲେ ତମେ ସିଧା ରେଖା ନେଇଛ ଜଣା ପଡିଲା ଆଉ। ଭେରି ଭେରି ଗୁଡ। ତାହେଲେ ବର୍ତ୍ତମାନ ଶୁଣିବା ଆମେ ଆକାଶ ଦଳ। ଦଳ ନମ୍ବର 2। ତୁମେ କଣ ନେଇଥିଲ? ହଁ, ବୃତ୍ତ ଆଉ ଅଣ୍ଡାକୃତି। କାହିଁକି ନେଇଛ? ଓ, ହଁ ହଁ, ତାହେଲେ ତୁମେ ବାଛିଥିଲ ବକ୍ରରେଖା। ଆଚ୍ଛା, ବକ୍ର ଯୋଉ ହେଇଛି ଆମର ଆକୃତି, ବକ୍ରରେଖା ଦ୍ଵାରା ତିଆରି ଆକୃତି ତମେ ବାଛିଛ। ତାହେଲେ ସରଳ ରେଖା ଗଲା, ବକ୍ରରେଖା ଗଲା। ବର୍ତ୍ତମାନ ସାଗର ଦଳ କଣ ଚିନ୍ତା କରୁଛି? ତାହେଲେ ଏଥିରେ ତ କିଛି ନାହିଁ। କଣ ଅଛି? ଅର୍ଦ୍ଧବୃତ୍ତ ରହିଛି, ଚଉଠ ବୃତ୍ତ। ତୁମେ କାହିଁକି ସଜାଇଲ? ସିଧା ନେଇନ କି ବକ୍ର ନେଇନ? କଣ ପାଇଁ ନେଇନ? ହଁ, ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ତମେ ଦୁଇଟା ଯାକ ନେଇଯାଇଛ। ହଁ ହଁ, ତାହେଲେ କଣ କଣ ଅଛି ଏଥିରେ? ହଁ ହଁ, ତାହେଲେ ସରଳ ରେଖା ରହିଛି, ତା ସହିତ ବକ୍ର ରେଖା ବି ରହିଛି। ତାହେଲେ ଆକୃତି ଗୁଡିକୁ ଆମେ କଣ କଲେ? ରେଖା ହିସାବରେ ମାନେ ସରଳ ରେଖା ହିସାବରେ ସଜାଇଲେ ଏବଂ ବକ୍ର ରେଖା ହିସାବରେ ସଜାଇଲେ ଏବଂ ଉଭୟକୁ ମଧ୍ୟ ନେଇକି ଆମେ ସଜାଇଲେ। ବହୁତ ବଢିଆ। ତାହେଲେ ମୋର ପ୍ରଶ୍ନ ଦଳ ନମ୍ବର 1 ରାହୁଲ ଦଳ। ତୁମେ ଏ ଆକୃତିକୁ ଏମିତି କାହିଁ ସଜାଇଲ? ହଁ, ଟିକେ ଚିନ୍ତା କରି କହିବ। ଆଚ୍ଛା ଆଚ୍ଛା। ଓହୋ, ତାହେଲେ ତୁମେ ବାଛିଛ ସବୁ ସିଧା ରେଖା ଓ ସରଳ ରେଖା ଯୋଉଟା ଅଛି ସେଇ ବସ୍ତୁ ଗୁଡା ନେଇକି ତମେ ସଜାଇଛ। ତା ଅର୍ଥ ବର୍ଗଚିତ୍ର ଆଉ ତ୍ରିଭୁଜ। ଓ, ତାହେଲେ ତମେ ସିଧା ରେଖା ନେଇଛ ଜଣା ପଡିଲା ଆଉ। ଭେରି ଭେରି ଗୁଡ। ତାହେଲେ ବର୍ତ୍ତମାନ ଶୁଣିବା ଆମେ ଆକାଶ ଦଳ। ଦଳ ନମ୍ବର 2। ତୁମେ କଣ ନେଇଥିଲ? ହଁ, ବୃତ୍ତ ଆଉ ଅଣ୍ଡାକୃତି। କାହିଁକି ନେଇଛ? ଓ, ହଁ ହଁ, ତାହେଲେ ତୁମେ ବାଛିଥିଲ ବକ୍ରରେଖା। ଆଚ୍ଛା, ଯୋଉ ହେଇଛି ଆମର ଆକୃତି, ବକ୍ରରେଖା ଦ୍ଵାରା ତିଆରି ଆକୃତି ତମେ ବାଛିଛ। ତାହେଲେ ସରଳ ରେଖା ଗଲା, ବକ୍ରରେଖା ଗଲା। ବର୍ତ୍ତମାନ ସାଗର ଦଳ କଣ ଚିନ୍ତା କରୁଛି? ତାହେଲେ ଏଥିରେ ତ କିଛି ନାହିଁ। କଣ ଅଛି? ଅର୍ଦ୍ଧବୃତ୍ତ ରହିଛି, ଚଉଠ ବୃତ୍ତ। ତୁମେ କାହିଁକି ସଜାଇଲ? ସିଧା ନେଇନ କି ବକ୍ର ନେଇନ? କଣ ପାଇଁ ନେଇନ? ହଁ, ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ତମେ ଦୁଇଟା ଯାକ ନେଇଯାଇଛ। ହଁ ହଁ, ତାହେଲେ କଣ କଣ ଅଛି ଏଥିରେ? ହଁ ହଁ, ତାହେଲେ ସରଳ ରେଖା ରହିଛି, ତା ସହିତ ବକ୍ର ରେଖା ବି ରହିଛି। ତାହେଲେ ଆକୃତି ଗୁଡିକୁ ଆମେ କଣ କଲେ? ରେଖା ହିସାବରେ ମାନେ ସରଳ ରେଖା ହିସାବରେ ସଜାଇଲେ ଏବଂ ବକ୍ର ରେଖା ହିସାବରେ ସଜାଇଲେ ଏବଂ ଉଭୟକୁ ମଧ୍ୟ ନେଇକି ଆମେ ସଜାଇଲେ। ବହୁତ ବଢିଆ। ଆଚ୍ଛା, ତାହେଲେ ଆମେ ବର୍ତ୍ତମାନ କାର୍ଡ ଖେଳଟି ଖେଳିଲେ। ଭଲ ଲାଗିଲା ନା? କେମିତି ଲାଗିଲା? ମଜା ଲାଗିଲା? ହଁ, ଏମିତି ଖେଳ ଆମେ ସବୁଦିନେ ଖେଳିବା। କିନ୍ତୁ ତୁମ ପାଇଁ ଗୋଟେ ଖେଳ ଘରେ ଖେଳିବା ପାଇଁ। ଘରକୁ ଯିବ, ଯାଇକି ବିଭିନ୍ନ ପ୍ରକାର କାର୍ଡ ସଂଗ୍ରହ କରିବ। ତମ ଘରକୁ ବିଭିନ୍ନ ଇନଭିଟେସନ କାର୍ଡ ବି ଆସୁଛି। ଆସୁଛି କି ନାଇଁ? କାର୍ଡ ସଂଗ୍ରହ କରିବ। ରଙ୍ଗୀନ କାର୍ଡ ବି ନିଶ୍ଚୟ ମିଳିବ। ତାକୁ କାଟିବ, କାଗଜ ଖଣ୍ଡ କଲା ପରେ ତାକୁ ବିଭିନ୍ନ ଆକୃତିରେ ସଜେଇବ, ନକ୍ସା ତିଆରି କରି ଆସନ୍ତା ଶ୍ରେଣୀରେ ଆଣିବ। ହେଇପାରିବ ତ? ବହୁତ ବଢିଆ। ଧନ୍ୟବାଦ। ଆଚ୍ଛା ପିଲାମାନେ, ଆମେ ତ କାର୍ଡ ବିଭିନ୍ନ ଘନ ବସ୍ତୁର କାର୍ଡ ନେଇ ଆମେ ଖେଳଟି ଖେଳିଲେ। ତୁମକୁ ମଜା ଲାଗିଥିବ। ଆଉ ଯେମିତି ଘର କାମ ଦିଆହେଇଛି, ଘରେ ମଧ୍ୟ କାର୍ଡ ପ୍ରସ୍ତୁତ କରିବ, ସଂଗ୍ରହ କରିବ ଏବଂ ପ୍ରକଳ୍ପ କାର୍ଯ୍ୟ କରି ନେଇ ଆସିବ।
ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।